ସାଙ୍ଗମାନେ ଆଜିର ସମୟରେ ସବୁଠୁ ବଡ଼ ସମସ୍ୟା କ'ଣ ଜାଣିଛନ୍ତି? ପିଲାମାନଙ୍କ ପାଖରେ ବହି ଅଛି, ସ୍କୁଲ ଅଛି, କୋଚିଂ ଅଛି, ମୋବାଇଲରେ ହଜାର ହଜାର ଏଜୁକେସନାଲ ଭିଡ଼ିଓ ମଧ୍ୟ ଅଛି, କିନ୍ତୁ ପାଠପଢ଼ାରେ ମନ ନାହିଁ। ବହି ଖୋଲିବାର 5 ମିନିଟ୍ ପରେ ବୋର୍ ଲାଗେ। 2 ପୃଷ୍ଠା ପଢ଼ିଲେ ମୋବାଇଲ ଧରିବାକୁ ଇଚ୍ଛା ହୁଏ। ପଢ଼ିବାକୁ ବସିଲେ ୟୁଟ୍ୟୁବ୍ କଥା ମନେ ପଡ଼େ, ଇନଷ୍ଟାଗ୍ରାମ କଥା ମନେ ପଡ଼େ, ଫେସବୁକ୍ କଥା ମନେ ପଡ଼େ, ହ୍ୱାଟ୍ସଆପ୍ କଥା ମନେ ପଡ଼େ, କିନ୍ତୁ ପାଠପଢ଼ା କଥା ମନେ ପଡ଼େନି। ଯଦି ତମ ସହିତ ବି ଏମିତି ହେଉଛି ତାହେଲେ ଆଜିର ଏଇ ଭିଡ଼ିଓ ତମ ଜୀବନ ବଦଳେଇ ଦେଇପାରେ। ସାଙ୍ଗମାନେ, ପ୍ରଥମେ ଗୋଟେ କଥା ବୁଝ, ତମର ପାଠପଢ଼ାରେ ମନ ଲାଗୁନି ୟାର ମାନେ ନୁହଁ କି ତମେ ଖରାପ ପିଲା। ୟାର କାରଣ ହେଉଛି ତମ ମସ୍ତିଷ୍କ ଏବେ ସହଜ ଖୁସିରେ ଅଭ୍ୟସ୍ତ ହେଇଯାଇଛି। ଗୋଟେ ରିଲ୍ ଦେଖିଲେ ଖୁସି, ଗୋଟେ ଭିଡ଼ିଓ ଦେଖିଲେ ଖୁସି, ଗୋଟେ ନୋଟିଫିକେସନ୍ ଆସିଲେ ଖୁସି। ତେଣୁ ତମ ମସ୍ତିଷ୍କ କଷ୍ଟ କରିବାକୁ ଚାହୁଁନି। ଭାଇ ସତ କଥା କହିବି, ତମେ ପଢ଼ିବାକୁ ଚାହୁଁନା ନୁହେଁ, ତମେ ତୁରନ୍ତ ଫଳ ଚାହୁଁଛ। ପାଠପଢ଼ାରେ ଫଳ ଧୀରେ ମିଳେ, କିନ୍ତୁ ମୋବାଇଲର ମଜା ତୁରନ୍ତ ମିଳେ। ସେଇଥିପାଇଁ ତମ ମନ ମୋବାଇଲକୁ ଯାଏ। କିନ୍ତୁ ମନେ ରଖ, ଯେଉଁ ଜିନିଷ ତୁରନ୍ତ ଖୁସି ଦିଏ ସେଇ ଜିନିଷ ଅଧିକାଂଶ ସମୟରେ ଜୀବନକୁ ନଷ୍ଟ କରିଦିଏ। ଆଉ ଯେଉଁ ଜିନିଷ ଆରମ୍ଭରେ କଷ୍ଟ ଦିଏ ସେଇ ଜିନିଷ ଭବିଷ୍ୟତ ବଦଳେଇ ଦିଏ। ଏବେ ପ୍ରଶ୍ନ, ପାଠପଢ଼ାରେ ମନ କେମିତି ଲାଗିବ? ପ୍ରଥମ ଉପାୟ, ଗୋଟେ ସ୍ୱପ୍ନ ତିଆରି କର। ଡକ୍ଟର ହେବାକୁ ଚାହୁଁଛ, ଟିଚର, ଇଞ୍ଜିନିୟର, ପୋଲିସ ଅଫିସର, IAS। ଜୀବନରେ କିଛି ନା କିଛି ଲକ୍ଷ୍ୟ ରଖ, କାରଣ ଯେଉଁ ଷ୍ଟୁଡେଣ୍ଟର ସ୍ୱପ୍ନ ନଥାଏ ନା, ତାର ପାଠପଢ଼ାରେ କେବେ ବି ମନ ଲାଗେନି। ଦ୍ୱିତୀୟ ଉପାୟ, ପଢ଼ିଲା ବେଳେ ମୋବାଇଲକୁ ଦୂରେଇ ରଖ। ତମେ ମୋବାଇଲ ପାଖରେ ରଖି ପଢ଼ିବା ପାଇଁ ବସୁଛ। ଏହା ସେମିତି ଯେମିତି ଗୋଟେ ଭୋକିଲା ଲୋକ ସାମ୍ନାରେ ମିଠା ରଖି କହିବା, ବାବୁରେ ଖାଇବୁନି ହେଲା, କିନ୍ତୁ ଏଇଟା ସମ୍ଭବ ନୁହଁ। ତୃତୀୟ ଉପାୟ, ପ୍ରଥମେ 20 ମିନିଟ୍ ପଢ଼। 3 ଘଣ୍ଟା ପଢ଼ିବାର ଟାର୍ଗେଟ ରଖନି। ପ୍ରଥମେ 20 ମିନିଟ୍, ତାପରେ 30 ମିନିଟ୍, ତାପରେ 1 ଘଣ୍ଟା, ଏମିତି ହେଇକି ଧୀରେ ଧୀରେ ଅଭ୍ୟାସ ହେଇଯିବ। ଚତୁର୍ଥ ଉପାୟ, ନିଜ ବାପା ମାଆଙ୍କ ମୁହଁକୁ ଦେଖ। ତମ ବାପା କେତେ କଷ୍ଟ କରୁଛନ୍ତି, ତମ ମା କେତେ ତ୍ୟାଗ କରୁଛନ୍ତି। ସେମାନେ କାହିଁକି କରୁଛନ୍ତି? କାରଣ ସେମାନେ ତମ ଭବିଷ୍ୟତ ଦେଖୁଛନ୍ତି। ଯଦି ତମେ ହାରିଯାଅ ସେମାନଙ୍କ ସ୍ୱପ୍ନ ବି ଭାଙ୍ଗିଯିବ। ପଞ୍ଚମ ଉପାୟ, ପଶ୍ଚାତାପର କଳ୍ପନା କର। 10 ବର୍ଷ ପରେ ଯଦି ତମ ସାଙ୍ଗମାନେ ସଫଳ ହେଇଯିବେ ଆଉ ତମେ ଖାଲି ବସିଥିବ, ସେତେବେଳେ କେମିତି ଲାଗିବ? ସେଇ ଚିତ୍ରକୁ ମନରେ ଆଣ। ଦେଖିବେ ପାଠପଢ଼ାରେ ମନ ଆପେ ଆପେ ଲାଗିଯିବ। ସାଙ୍ଗମାନେ ମନେ ରଖ, ପାଠପଢ଼ାରେ ମନ ଲାଗିବା ପାଇଁ ପ୍ରେରଣା ଦରକାର ନୁହେଁ, ଅଭ୍ୟାସ ଦରକାର। ପ୍ରତିଦିନ ପଢ଼, ମନ ଲାଗୁ କି ନ ଲାଗୁ। ଗୋଟେ ଦିନ ଏଇ ଅଭ୍ୟାସ ତମ ଜୀବନକୁ ପରିବର୍ତ୍ତନ କରିଦେବ। ଭିଡ଼ିଓର ଶେଷରେ ବାସ୍ ଗୋଟେ କଥା କହିବାକୁ ଚାହୁଁଛି, ଆଜି ତମେ ବହି ଖୋଲିବାକୁ ଆଳସ୍ୟ କରୁଛ, କିନ୍ତୁ ଗୋଟେ ଦିନ ଏଇ ବହି ହିଁ ତମ ପରିବାରର ଭାଗ୍ୟ ଖୋଲିଦେବ। ଜୟ ଜଗନ୍ନାଥ।